143 ବୋଲରଙ୍କୁ ପଛରେ ପକାଇ ଚହଳ ସୃଷ୍ଟି କଲେ ବରୁଣ ଚକ୍ରବର୍ତ୍ତୀ। ହଁ ଦର୍ଶକ ବନ୍ଧୁ, ବରୁଣ ଚକ୍ରବର୍ତ୍ତୀ ଆନ୍ତର୍ଜାତିକ କ୍ରିକେଟର ମଇଦାନରେ ତାଙ୍କ ସଫଳତା ଅଟ୍ଟାଳିକା ନିର୍ମାଣ କରୁଥିବା ଭଳି ମନେ ହେଉଛି। ବରୁଣଙ୍କ ଦକ୍ଷତା ଯୋଗୁଁ ଏବେ ଆଇସିସି ମଧ୍ୟ ତାଙ୍କୁ ସମ୍ମାନ ଦେଇଛି। ଆଇସିସି ଓଡିଆଇ ବୋଲର ର୍ୟାଙ୍କିଂରେ ବିଶ୍ୱର 143 ବୋଲରଙ୍କୁ ପଛରେ ପକାଇ ଭାରତୀୟ ସ୍ପିନର ଚହଳ ସୃଷ୍ଟି କରିଛନ୍ତି। ଡାହାଣ ହାତୀ ସ୍ପିନର ବରୁଣ ବର୍ତ୍ତମାନ ଚାମ୍ପିୟନ୍ସ ଟ୍ରଫିରେ ଖେଳୁଛନ୍ତି, ଯେଉଁଠାରେ ସେ ଏପର୍ଯ୍ୟନ୍ତ ପାଇଥିବା 2ଟି ସୁଯୋଗର ଭରପୁର ଫାଇଦା ଉଠାଇଛନ୍ତି। ବରୁଣ ଚାମ୍ପିୟନ୍ସ ଟ୍ରଫି 2025ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା 2ଟି ମ୍ୟାଚ୍ରେ 7ଟି ୱିକେଟ୍ ନେଇଛନ୍ତି। ଏହି 7ଟି ୱିକେଟ୍ ମଧ୍ୟରୁ ଗୋଟିଏ ମ୍ୟାଚ୍ରେ 5 ୱିକେଟ୍ ଏବଂ ଅନ୍ୟ ଗୋଟିଏ ମ୍ୟାଚ୍ରେ 2ଟି ୱିକେଟ୍। ଏଥିସହିତ ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ମଧ୍ୟ ସାମିଲ ହୋଇଛନ୍ତି। ଏବେ କେବଳ ନ୍ୟୁଜିଲାଣ୍ଡ ମ୍ୟାଟ୍ ହେନରୀ ଓ ଭାରତର ମହମ୍ମଦ ସାମି ତାଙ୍କଠାରୁ ଅଧିକ ୱିକେଟ୍ ନେଉଛନ୍ତି, କିନ୍ତୁ ଦୁହେଁ ତାଙ୍କଠାରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। ଏବେ ପ୍ରଶ୍ନ ହେଉଛି, ଆଇସିସି ଏକଦିବସୀୟ ବୋଲର ର୍ୟାଙ୍କିଂରେ 143ତମ ସ୍ଥାନ ଡେଇଁବା ପରେ ବରୁଣ ଚକ୍ରବର୍ତ୍ତୀ କେଉଁଠି ପହଞ୍ଚିଛନ୍ତି, ଚାଲନ୍ତୁ ଜାଣିବା। ତେବେ ଏହି ଭାରତୀୟ ସ୍ପିନର ଶ୍ରେଷ୍ଠ 100ରେ ଏଣ୍ଟ୍ରି କରିଛନ୍ତି। ବରୁଣ ଏବେ 97 ସ୍ଥାନରେ ଅଛନ୍ତି। ଆଇସିସିର ଶ୍ରେଷ୍ଠ 10 ଏକଦିବସୀୟ ବୋଲର ତାଲିକାରେ କୁଲଦୀପ ଯାଦବ ଏକମାତ୍ର ଭାରତୀୟ ଅଛନ୍ତି। ଏପର୍ଯ୍ୟନ୍ତ ର୍ୟାଙ୍କିଂରେ କୁଲଦୀପ 3 ସ୍ଥାନ ତଳୁ ଖସି 6ଠ ସ୍ଥାନରେ ପହଞ୍ଚିଛନ୍ତି। ଦ୍ରୁତ ବୋଲର ମହମ୍ମଦ ସାମି ଚାମ୍ପିୟନ୍ସ ଟ୍ରଫିରେ ତାଙ୍କ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି। ସେ ଆଇସିସି ର୍ୟାଙ୍କିଂରେ 3ତମ ସ୍ଥାନକୁ ଉପରକୁ ଉଠି ଏବେ 11ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ସେହିଭଳି ରବୀନ୍ଦ୍ର ଜାଡେଜା 13ନମ୍ବର ସ୍ଥାନରେ ରହିଛନ୍ତି, ଯେଉଁଠାରେ କି ମହମ୍ମଦ ସିରାଜ 2 ସ୍ଥାନକୁ ତଳକୁ ଖସି 14ତମ ସ୍ଥାନରେ ରହିଛନ୍ତି।